ମୟୂରଭଞ୍ଜ ଜିଲ୍ଲାର 7ଟି ଥାନା ଅନ୍ତର୍ଗତ 15ଟି ସ୍ଥାନରେ ଏକାକାଳୀନ ଚଢ଼ାଉ ହୋଇଛି। ଏହି ଅପରେସନରେ ବିପୁଳ ପରିମାଣର ନଗଦ ଟଙ୍କା, ସୁନା ଗହଣା, କାଗଜପତ୍ର ଏବଂ ବହୁ ଦାମୀ ଗାଡ଼ି ଜବତ କରାଯିବା ସହ 2 ଜଣଙ୍କୁ ଗିରଫ କରାଯାଇଛି। ଏସ୍ପି ବରୁଣ ଗୁଣ୍ଠୁପାଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ସକାଳୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି। ବୈଶିଙ୍ଗାର 4ଟି ସ୍ଥାନ, ରାଇରଙ୍ଗପୁରର 3ଟି, ଝାରପୋଖରିଆର 3ଟି, ବାରିପଦାର 3ଟି, ଶୁଳିଆପଦାର ଓ ବାଙ୍ଗିରିପୋଷିର ଗୋଟିଏ ଲେଖାଏଁ ସ୍ଥାନରେ ଚଢ଼ାଉ କରାଯାଉଛି। ଏହି ଚଢ଼ାଉକୁ ସଫଳ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଏଥିରେ 4 ଜଣ ଅତିରିକ୍ତ ଏସ୍ପି, 3 ଜଣ ଏସ୍ଡିପିଓ, 15 ଜଣ ପୋଲିସ ଅଧିକାରୀ ଏବଂ 6 ପ୍ଲାଟୁନ୍ ଫୋର୍ସ ସାମିଲ ହୋଇଛନ୍ତି। ଝାରପୋଖରିଆ ଅଞ୍ଚଳରୁ ପୋଲିସ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଗକୁ ଗିରଫ ସଂଖ୍ୟା ଓ ଜବତ ପରିମାଣ ବଢ଼ିବାର ସମ୍ଭାବନା ରହିଛି। ରାଇରଙ୍ଗପୁର ଥାନା ଅନ୍ତର୍ଗତ ଦେଓଗାଁ ଓ ସାତପାଉଟିଆ ଅଞ୍ଚଳରୁ ପୋଲିସ ନଗଦ 11 ଲକ୍ଷ ଟଙ୍କା, 12 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଗହଣା, 5ଟି 4 ଚକିଆ ଓ 4ଟି ବାଇକ୍, ଏହା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ହସ୍ତଗତ ହୋଇଛି। ଏସ୍ପି ବରୁଣ ଗୁଣ୍ଠୁପାଲି କହିଛନ୍ତି ଯେ ଗୋ ଚାଲାଣ ରୋକିବା ପାଇଁ ପୋଲିସର ଏହି ଅଭିଯାନ ଜାରି ରହିବ ଏବଂ ଏହି ଚଢ଼ାଉରୁ ମାଫିଆଙ୍କ ଗୁପ୍ତ ନେଟୱାର୍କ ବାବଦରେ ଅନେକ ନୂଆ ତଥ୍ୟ ମିଳିପାରିବ। ସେପଟେ ପୋଲିସର ଏହି ଅଭିମୁଖ୍ୟକୁ ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିଛନ୍ତି। ନିର୍ଭୟରେ ଚାଲିଥିବା ଗୋ ଚାଲାଣ ଉପରେ ଏବେ ଅଙ୍କୁଶ ଲାଗିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି। ସାରସକଣାରୁ ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ରାଜେଶ କୁମାର କଲିଆଙ୍କ ରିପୋର୍ଟ, G9 ଓଡ଼ିଆ।